କହିବାକୁ ଯାଉଛି ଏକ ସୁନ୍ଦର ଗଳ୍ପ। ପକା କମଳ ପୋଟ ଛତା ଶୁଣୁ ଅବଲକରା କହିବି କଥା। এই ଗଳ୍ପର ଲେଖକ ହେଉଛନ୍ତି ଶ୍ରୀମତୀ ସନ୍ତୋଷିନୀ ପରମାଣି। ବହୁ ଦିନ ତଳର କଥା। ଗୋଟିଏ ଗାଁରେ ଗୋଟେ ବୁଢ଼ୀ ରହୁଥିଲା। ସେ ବୁଢ଼ୀର ଦୁଇଟି ପୁଅ। ସେ ବୁଢ଼ୀ ଅତ୍ୟନ୍ତ ଗରିବ ହେତୁ ଦୁଇ ପୁଅଙ୍କୁ ଦି ମୁଠା ଖାଇବାକୁ ମଧ୍ୟ ଦେଇପାରୁନଥିଲା। ସେ ଦିନେ ଚିନ୍ତା କଲା କି ଦି ପୁଅଙ୍କୁ ନେଇ ହାଟରେ ବିକିବ। ସେ ଦି ପୁଅଙ୍କୁ ନେଇ ହାଟକୁ ଗଲା ଏବଂ ହାଟରେ ମନ ଦୁଃଖ କରି ବସିଥିଲା। ସେଇ ବାଟ ଦେଇ ଗୋଟେ ବାବାଜୀ ଯାଉଥିଲେ। ବାବାଜୀ ଜଣକ ବୁଢ଼ୀକୁ ଦେଖି ବୁଢ଼ୀ ପାଖକୁ ଆସି ପଚାରିଲେ, ମାଉସୀ ତମେ ଏଠାରେ କାହିଁକି ବସିଛ? ବୁଢ଼ୀ ସେଠୁ ଉତ୍ତର ଦିଏ, ମୁଁ ବସିଛି ମୋ ପିଲା ଦିଟାଙ୍କୁ ବିକିବା ପାଇଁ। ବାବା ଜଣକ ପଚାରିଲେ, ତମେ କାହିଁକି ବିକିବ? ମାଉସୀ କୁହନ୍ତି, ମୋ ପୁଅ ମାନେ ଆସି ବଡ଼ ହେବାକୁ ବସିଲେଣି। ମୁଁ ତାକୁ ଦି ଓଳି ଦି ଗଣ୍ଡା ଖାଇବାକୁ ମଧ୍ୟ ଦେଇପାରୁନାହିଁ, ସେଥିପାଇଁ ବିକିଦେବି ଆଉ। ବାବା ଜଣକ ପଚାରିଲେ, ତମେ କାହିଁକି ବିକିବ? ମତେ ଦେଇଦିଅ, ମୁଁ ରଖିବି। ମୁଁ ଖାଇବା ପିଇବା ଦେଇ ତାଙ୍କୁ ବଡ଼ କରିବି ଏବଂ ବଡ଼ ହେଲା ପରେ ତମେ ଗୋଟେ ପୁଅ ରଖିବ ଆଉ ମୁଁ ଗୋଟେ ପୁଅ ରଖିବି। ବାବାଜୀଙ୍କ କଥାରେ ବୁଢ଼ୀ ରାଜି ହେଇଗଲା ଏବଂ ବାବାଜୀଙ୍କୁ ଦେଇଦେଲା। ବାବାଜୀ ଦୁଇ ପୁଅଙ୍କୁ ନେଇ ଘରକୁ ଚାଲିଲେ। ଘରକୁ ଯାଇ ସେଇ ରାତ୍ରିରେ ଭୋଜନ କଲେ। ବାବାଜୀ ଚିନ୍ତା କଲେ ଦୁଇ ପୁଅଙ୍କ ମଧ୍ୟରେ ଚାଲାକ କିଏ? ସେଥିପାଇଁ ବାବାଜୀ ଦି ପୁଅଙ୍କୁ ଦିଟା ମାଠିଆ ଦେଲେ ଏବଂ କହିଲେ, କାଲି ଭୋରୁ ଉଠି ବିଲକୁ ଯାଇ ଏଇ ମାଠିଆରେ କାକର ପୁରେଇ ଆଣିବ। ବାବାଜୀଙ୍କ କଥାରେ ଦୁଇ ଜଣ ରାଜି ହେଲେ ଏବଂ ବାବାଜୀଙ୍କ କଥା ଅନୁସାରେ ଦି ଜଣ ଭୋରୁ ଉଠିଲେ ଏବଂ ଦି ମାଠିଆକୁ ନେଇ ଚାଲିଲେ ବିଲକୁ କାକର ତୋଳିବାକୁ। ତାଙ୍କ ମଧ୍ୟରେ ଯିଏ ବଡ଼ ପୁଅ ସିଏ କଣ କଲା, ହାତରେ ତୋଳି ତୋଳି ବିରକ୍ତ ହେବାରୁ ସିଏ ତା ଦେହରେ ପାଣି ପୁରେଇ ଦେଲା। କିନ୍ତୁ ସାନ ପୁଅ କଣ କଲା, ହାତରେ ପୁରଉ ଯେବେ ନହେଲା ସେ ତା ଦେହରେ ପିନ୍ଧିଥିବା ଗଞ୍ଜିଟାକୁ କାଢି କାକରରେ ବୁଲାଇ ମାଠିଆଟାକୁ ପୂରଣ କରିଦେଲା। ମାଠିଆ ଯେପରି ପୂରଣ ହେଇଗଲା, ଦି ପୁଅ ଘରକୁ ଆସିଲେ ଏବଂ ଘରକୁ ଆସି ବାବାଜୀଙ୍କୁ ମାଠିଆ ଦେଲେ। ବାବାଜୀ କହିଲେ, ସେ ମାଠିଆ ଦିଟାକୁ ନେଇ ତମେ ଖରାରେ ରଖିଦିଅ। ଖରାରେ ରଖିଲାଠୁ ବଡ଼ ପୁଅ ଯିଏ ପାଣି ପୁରେଇଥିଲା ତା ମାଠିଆ ଶୁଖିଲାନି, କିନ୍ତୁ ସାନ ପୁଅ ଯିଏ କାକର ତୋଳି ଆଣିଥିଲା ତା ମାଠିଆ ଶୁଖିଗଲା। ବାବାଜୀ ଏଥିରୁ ଜାଣିପାରିଲେ ଯେ ସାନ ପୁଅଟି ଅତ୍ୟନ୍ତ ଚାଲାକ। ତେବେ ସେ ସାନ ପୁଅକୁ ଯାଦୁ ବିଦ୍ୟା ଶିଖେଇଲେ ଏବଂ ବଡ଼ ପୁଅକୁ ଘରେ ରଖିଲେ। ବଡ଼ ପୁଅ ଖାଇ ପିଇ ଘରେ ରହିଲା ଆଉ। ବଡ଼ ପୁଅ ଯାଦୁ ବିଦ୍ୟା ଶିଖେଇଲା। ଏମିତି ବଡ଼ ହେଇଗଲେ। ତାପରେ ତା ମା ଚିନ୍ତା କଲା ଯାଇକି ତା ପୁଅକୁ ଆଣିବାକୁ। ତା ପୁଅକୁ ଆଣିବାକୁ ଗଲା ବେଳେ ବାଟରେ ତା ପୁଅ ସହିତ ଦେଖା ହେଲା। ପୁଅ ତାକୁ କହିଲା, ସବୁ ବିଷୟ ମାନେ ଯୋଉ ଘଟିଥିଲା ତାକୁ ବୁଝେଇ କହିଲା ଏବଂ କହିଲା, ବାବାଜୀ ଯଦି ପଚାରନ୍ତି ତୁ କୋଉ ପୁଅକୁ ନବୁ, ତୁ କହିବୁ ମୁଁ ମୋ ସାନ ପୁଅକୁ ନେବି। ପୁଅ କହିବା ହିସାବରେ ସେ ବାବାଜୀଙ୍କ ନିକଟକୁ ଗଲା ଏବଂ ବାବାଜୀ ପଚାରିଲେ, ମାଉସୀ ତୁ ଦୁଇ ପୁଅଙ୍କ ଭିତରୁ କୋଉ ପୁଅକୁ ନବୁ? ସେ କହିଲା, ମୁଁ ମୋ ସାନ ପୁଅକୁ ନେବି। ସେ ସାନ ପୁଅକୁ ନେଇକି ଘରକୁ ଆସିଲା। ଘରେ ସାନ ପୁଅ ପଚାରିଲା, ମା ଆମ ଘରେ କଣ ଆମର କଣ ଅତ୍ୟନ୍ତ ଦରିଦ୍ର? ସାନ ପୁଅ ଯାଦୁ ଶିଖିଥିବା ତୁ ସିଏ କହିଲା, ମୁଁ ଗୋଟେ ଖାସି ଛେଳିଟେ ହେଇଯିବି, ତାକୁ ନେଇ ତୁ ହାଟରେ ବିକିଦବୁ। 10,000 ହେଲେ ସେ ଛେଳିଟାକୁ ଦେଇଦବୁ, କିନ୍ତୁ ପଘା କାହାକୁ ଦବୁନି। ତୁ ପଘା ନେଇ ଘରକୁ ଆସିଲା ବେଳକୁ ମୁଁ ଆସି ଘରେ ଥିବି। ପୁଅ କହିବା ହିସାବରେ ମା ତାକୁ ଛେଳିଟାକୁ ନେଇ ହାଟକୁ ଗଲା ଏବଂ ହାଟରେ ବିକିଦେଲା। ପଘା ନେଇ ଆସିଲା ବେଳେ ପୁଅ ଆସି ଘରେ ପହଞ୍ଚିଛି। ସେ ପଇସାରେ କେତେ ଦିନ ଏମିତି ଚଳିଲେ। ସେ ପଇସା ପୁଣି ସରିଲା। ପୁଣି କଣ ହେଲା, ପୁଅ ଗୋଟେ ବଳଦଟେ ହେଇଗଲା। ବଳଦ ହେଇଗଲା। ତା ମାକୁ କହିଲା, ବଳଦଟାକୁ ବିକିଦବୁ, କିନ୍ତୁ ପଘା କାହାକୁ ଦବୁନି। ପୁଅ ବଳଦ ହେଇକି ନା ତା ମା ଯୋଉ ହାଟକୁ ନେଇ ଗଲା, ହାଟରେ ତା ମା ତାକୁ ବିକିଦେଲା। ଆଉ ପଘା ନେଇ ଆସିଲା ବେଳେ ପୁଅ ଆସି ଘରେ ପହଞ୍ଚିଛି। ସେଇ ପଇସାରେ କେତେ ଦିନ ଚଳିଲେ। ବସି ଖାଇଲେ ତ ନଈବାଲି ସରେ, ସେ ପଇସା ବି ପୁଣି ସରିଗଲା। ପୁଅ ଏଥର ଗୋଟେ ଘୋଡାଟେ ହେଇଗଲା। ଘୋଡାଟେ ହେଇଗଲା। ତା ମାକୁ କହିଲା, ମା ଏଇ ଘୋଡା ହେଇଯାଉଛି, ତାକୁ ନେଇ ବିକିଦବୁ, 50,000 ହେଲେ ଦେଇଦବୁ, କିନ୍ତୁ ତା ଲଗାମ କାହାକୁ ଦବୁନି। ଘୋଡା ନେଇକି ଗଲା। ଘୋଡାକୁ ନେଇ ଗୋଟେ ଖୁଣ୍ଟରେ ବାନ୍ଧିଦେଲା। ବାନ୍ଧିକିନା ସେଇଠି ବସିଲା। ସେଇ ବାଟ ଦେଇ ବାବାଜୀ ଯାଉଥିଲେ। ବାବାଜୀ ଜାଣିପାରିଲେ ସବୁ କଥା। ବାବାଜୀ ବେଶ ବଦଳେଇ ସେ ବୁଢୀ କତିକି ଆସିଲେ। ପଚାରିଲେ, ମାଉସୀ ଘୋଡାଟା କେତେ ଟଙ୍କା? ମାଉସୀ କହିଲେ, 50,000 ଟଙ୍କା। ସେ କହିଲା, ମତେ ଏଇଟା ଦେଇଦିଅ। କିନ୍ତୁ ସେ ଲଗାମ ଦେବାକୁ ଅରାଜି ହେବାରୁ ସେ ତାକୁ 10,000 ଦେବାରୁ ସେ ଲଗାମଟାକୁ ଦେଇଦେଲା। ସେ ବାବାଜୀ ଜଣକ କଣ କଲେ, ଘୋଡାଟାକୁ ନେଇ ତାଙ୍କ ପୋଖରୀ କତିରେ ଥିବା ଗୋଟେ ଆମ୍ବ ଗଛରେ ବାନ୍ଧିଦେଲେ। ପୁଅ ଯାଦୁ ଶିଖିଥିଲା। ସେ ଘୋଡାରୁ ମାଛ ହେଇକି ସେ ପୋଖରୀକୁ ଡେଇଁ ପଇଲା। ବାବାଜୀ ବି ଯାଦୁ ଶିଖିଛନ୍ତି। ବାବାଜୀ କଣ ହେଲେ, ଓଧ ହେଇକି ସେ ପାଣିକୁ ଡେଇଁ ପଇଲେ। ସେ ପୁଅ ମାଛରୁ ପୋଖରୀ କୂଳକୁ ଆସି ସୋରିଷ ହେଇକି ନିଞ୍ଚିଗଲା। ବାବାଜୀ କଣ କଲେ, ପାରା ହେଇକି ତାକୁ ଖାଇବାକୁ ଯାଉଥିବା ବେଳେ ସେ ବିଲେଇ ହେଇକି ପାରାଟାକୁ ମାରିଦେଲେ ଏବଂ ପାରା ଚାରିକରେ ବୁଲିବାକୁ ଲାଗିଲେ। ସେଇ ବାଟ ଦେଇ ଅବଲକରା ଏବଂ ତାଙ୍କ ଗୁରୁ ଯାଉଥିଲେ।
ତାଙ୍କ ଗୁରୁକୁ ଅତ୍ୟନ୍ତ ଶୋଷ ଲାଗିବାରୁ ସେ ଗୋଟେ ଗଛ ମୂଳେ ବସି ତାଙ୍କ ଶିଷ୍ୟକୁ କହିଲେ ପାଖ ପୋଖରୀକୁ ଯାଇ ତମେ ପାଣି ଆଣ। ତାଙ୍କ ଶିଷ୍ୟ ପୋଖରୀକୁ ପାଣି ଆଣିବାକୁ ଗଲାବେଳେ ଦେଖିଲେ କି ମଲା ପାରା ଚାରିପଟେ ଗୋଟେ ବିଲେଇଟେ ବୁଲୁଛି ଦେଖିବାକୁ ପାଇଲେ ଏବଂ ଦୌଡ଼ିକି ଆସି ତାଙ୍କ ଗୁରୁକୁ କହିଲେ। ତାଙ୍କ ଗୁରୁ ସେଠୁ କୁହନ୍ତି ପକ୍କା କମଳ ପୋହତ ଛତା ଶୁଣ ଅବଲମ୍ବର କହିବା କଥା। ଧନ୍ୟବାଦ।